ଚାଲନ୍ତୁ ଏବେ ଆମେ କାଣା ପଢ଼ିମା ଆମେ ଜୈବ ବିବିଧତା ମାନେ ନବମ ଶ୍ରେଣୀର ପ୍ରଥମ ଅଧ୍ୟାୟ ଜୀବ ବିଜ୍ଞାନର ଯେନ୍ଟାକି ଜୈବ ବିବିଧତା ଅଛି ତାକୁ ଟିକେ ଆମେ ଭଲ ଭାବରେ ସଂକ୍ଷିପ୍ତରେ ଆମର ଯେତେ ଏନର୍ଜି ଅଛି ଆମର ଯେତେ ଏବିଲିଟି ଅଛି ସେଇ ହିସାବରେ ମୁଁ ଆପଣମାନଙ୍କୁ ଶିଖାବି ଯେନ୍ଟାକି ସମ୍ବଲପୁରୀ ଭାଷାରେ ବି ଓଡ଼ିଆରେ ଯାହା ବି ହଉ ହେଲା ସାଇନ୍ସ ଭାଷାରେ ବି ହଉ କିନ୍ତୁ ଆମକୁ ବୁଝିବାର ଅଛି ନା ସାଇନ୍ସ କେମିତି ଅଛି ନବମ ଶ୍ରେଣୀର। ଚାଲନ୍ତୁ ଏବେ ନବମ ଶ୍ରେଣୀ ଜୈବ ବିବିଧତା এইটা হচ্ছে ভেরি ভেরি ইম্পর্টেন্ট চ্যাপ্ଟরটা মানে জৈববিবিধতা বায়োডାଇଭର୍ସିଟି ହ୍ୱାଟ୍ ଇଜ୍ ବାୟୋଡାଇଭର୍ସିଟି ଜୈବ ବିବିଧତା କ'ଣ। ଚାଲନ୍ତୁ ପିଲାମାନେ ଦେଖିବା ଦ୍ୱାରା ଦେଖନ୍ତୁ ଜୁମ୍ କରିକି ଦେଖିଦେଉଛି। ପିଲାଏ ତୁମେ କେବେ ଲକ୍ଷ୍ୟ କରିଛ ଆମ ପରିବେଶରେ ଥିବା ଜୀବମାନଙ୍କର ମଧ୍ୟରେ କେତେ ସାମଞ୍ଜସ୍ୟ ଅଥବା ବିବିଧତା ରହିଛି। ଏଠାରେ ପ୍ରତ୍ୟେକ ଜୀବ ସେ ପ୍ରାଣୀ ହେଉ ବା ଉଦ୍ଭିଦ ହେଉ ଗୋଟିଏ ଗୋଟିଏ ଅନ୍ୟଠାରୁ ଅଲଗା। ଉଦାହରଣ ସ୍ୱରୂପ ତୁମ ସାଙ୍ଗର କଥା ବିଚାରକୁ ନିଅ। ତୁମଠାରୁ ସେ କିପରି ଭିନ୍ନ ତାହା ଦେଖ। ତୁମ ଦୁହିଁଙ୍କର ଉଚ୍ଚତା ସମାନ କି? ତୁମ ଦୁହିଁଙ୍କର ନାକ ଗଠନ ସମାନ କି? ତୁମ ହାତ ପାପୁଲି ଆକାର ସହ ତୁମ ସାଙ୍ଗର ହାତ ପାପୁଲି ଆକାର ସମାନ କି ନାହିଁ ନା। ଚାଲନ୍ତୁ ଏବେ ଦେଖିବା ଆମେ ବିବିଧତା ମାନେ କ'ଣ। ବର୍ତ୍ତମାନ ଆମେ ଆମକୁ ଓ ଆମର ସାଙ୍ଗକୁ ଯଦି ଗୋଟିଏ ମାଙ୍କଡ଼ ସହିତ ତୁଳନା କରିବା ତାହେଲେ ମଣିଷ ଓ ମାଙ୍କଡ଼ ମଧ୍ୟରେ ଗଠନର କିଛି ସାମଞ୍ଜସ୍ୟ ଓ କିଛି ପାର୍ଥକ୍ୟ ରହିଥିବା ଜାଣିପାରିବ। ତେବେ ଆମେ ଆମ ସାଙ୍ଗଙ୍କ ଭିତରେ ରହିଥିବା ସାମଞ୍ଜସ୍ୟ ଅର୍ଥାତ୍ ମନୁଷ୍ୟ ମଧ୍ୟରେ ଥିବା ସମାନତା ମନୁଷ୍ୟ ଓ ମାଙ୍କଡ଼ ମଧ୍ୟରେ ସାମଞ୍ଜସ୍ୟ ତୁଳନା ଅଧିକ। ଦେଖ ଗୋଟିଏ ମନୁଷ୍ୟକୁ ମାଙ୍କଡ଼ ସହ ତୁଳନା କଲେ ସମାନ ହେବ କି ନାଇଁ ନା। ତମେ ତ ଜାଣିପାରୁଛ ଫିଜିକାଲି ହଉ ଯେନ୍ଟା ପ୍ରାକୃତିକରେ ଦେଖୁଛ। ହଁ ସେହିପରି ଯଦି ଗୋଟିଏ ଗାଈକୁ ଏକ ତୁଳନା ପ୍ରକ୍ରିୟାରେ ଯୋଡ଼ିଦେବା ତେବେ ଦେଖାଯିବ ସେ ବି ମଣିଷ ପରି ଦେଖାଯିବ କି ନାହିଁ ନା। ଓ ମାଙ୍କଡ଼ ଭିତରେ ଥିବା ସାମଞ୍ଜସ୍ୟ ଗାଈ ତୁଳନାରେ ବେଶ୍ ଅଧିକ। ତୁମେ ଦେଶୀ ଗାଈ ଓ ଜର୍ସି ଗାଈର ନାମ ଶୁଣିଛ। ଦେଶୀ ଗାଈଟି ଜର୍ସି ଗାଈ ଭଳି ଦେଖାଯାଏ କି? ସମସ୍ତ ଗାଈ ଏକା ଭଳି ଦେଖାଯାଆନ୍ତି କି? ଆମେ ଦେଶୀ ଗାଈର କୋଠ ଭିତରରେ ଥିବା ଜର୍ସି ଗାଈଟିକୁ ଚିହ୍ନିପାରିବା କି ନାହିଁ ନା। ଚାଲଟା ଦେଖିବା ପରେ କେତେକ ବିଶେଷ ଲକ୍ଷଣ ମାନେ କ୍ୟାରେକ୍ଟରିଷ୍ଟିକ୍ସ କେତେକ ବିଶେଷ ଲକ୍ଷଣ ଦେଶୀ ତାହା ଦ୍ୱାରା ହିଁ ଆମେ ଦେଶୀ ଓ ଜର୍ସି ଗାଈକୁ ଏକ ଗୋଷ୍ଠୀଭୁକ୍ତ କରିପାରୁ ଅଥବା ସେମାନଙ୍କୁ ଅଲଗା ବି କରିପାରୁ। ପୃଥିବୀ ପୃଷ୍ଠରେ ଥିବା ଅସଂଖ୍ୟ ଜୀବମାନଙ୍କୁ ଅନୁଧ୍ୟାନ କଲେ ଜଣାଯାଏ ଯେ ଏକ ବ୍ୟାକ୍ଟେରିଆ ଆକାର ଅତି ଛୋଟ। ଗୋଟେ ବ୍ୟାକ୍ଟେରିଆ ଆକାର ଅତି ଛୋଟ ଖାଲି ଆଖିରେ ଦେଖାଯାଏ ନାହିଁ। ଏହାକୁ ଦୈର୍ଘ୍ୟ ଓ ପ୍ରସ୍ଥ ମାଇକ୍ରୋମିଟରରେ ଦେଖାଯାଏ। କିନ୍ତୁ ତିମି ଓ ରେଡ଼ଉଡ୍ ଗଛ ଭଳି ବୃହତ୍ କାୟା ଜୀବମାନଙ୍କର ଦୈର୍ଘ୍ୟକୁ ଆମେ ମିଟରରେ ପ୍ରକାଶ କରି ତାହା ଯଥାକ୍ରମେ ପ୍ରାୟ 30 ଓ 70 ମିଟର ବୋଲି କହିପାରିବା। ଜୀବମାନଙ୍କ କାଳରେ ମଧ୍ୟ ବିଶେଷ ଅସମାନତା ରହିଥାଏ। ଯେପରିକି ଶାଗୁଆନ ବା ଟିକ୍ ଗଛ ପ୍ରାୟ 100ରୁ 150 ବର୍ଷ ବଞ୍ଚି ରହିଥିବା ବେଳେ କୋଲକାତା ବୋଟାନିକାଲ ଗାର୍ଡେନରେ ଥିବା ବଟବୃକ୍ଷ ମାନେ କୋଲକାତା ଗାର୍ଡେନରେ ଥିବା ବଟବୃକ୍ଷ ପ୍ରାୟ 200 ବର୍ଷରୁ ଅଧିକ ସମୟ ବଞ୍ଚି ରହିଥିବା ପ୍ରମାଣ ରହିଛି। 200 ବର୍ଷ ତକ ସେ ବଞ୍ଚି ରହେ। ସେହିପରି ପ୍ରାଣୀମାନଙ୍କ କ୍ଷେତ୍ରରେ ମଶା ଭଳି କେତେକ ପତଙ୍ଗର ଆୟୁଷ ମାତ୍ର ଅଳ୍ପ କିଛି ଦିନ ହୋଇଥିବା ବେଳେ କେତେକ କଇଁଛ ମାନେ କଇଁଛର ବଞ୍ଚିବା ବୟସ କେତେ ଥିଲେ ମାନେ 200 ବର୍ଷ ସେ ବଞ୍ଚି ରହେ। ଯେପରିକି ଶୁଆର ରଙ୍ଗ ସବୁଜ ହେଲାବେଳେ ମୟୂର ପଛର ରଙ୍ଗ ବେଶ୍ ଆକର୍ଷଣୀୟ ହୋଇଥାଏ। ତମେ ତ ଜାଣିଛ ବାଘର ଶରୀରରେ ଥିବା ପଟା ଦାଗର ଅନ୍ୟ ପଟାନ୍ତର ନଥାଏ। ପୁଣି କେଉଁ ଫୁଲ ଗଛର ଫୁଲର ରଙ୍ଗ ଲାଲ ଓ ତ କାହାର ହଳଦିଆ। କେଉଁ ଗଛର ଲାଲ ଓ କାହାର ହଳଦିଆ ଅଲଗା ଏମାନଙ୍କୁ ଆମେ କହିବା ଜୈବ ବିବିଧତା ମାନେ ଜୈବର ବିବିଧତା ମାନେ ଭିନ୍ନ ଭିନ୍ନ ରହିଥାଏ। ପ୍ରାକୃତିକ ପରିବେଶ ଏହି ଭିନ୍ନତା ସୁସ୍ପଷ୍ଟ ଅତଏବ ଯେ କୌଣସି ପ୍ରାକୃତିକ ପରିବେଶରେ ପ୍ରକୃତିର ଅନ୍ୟାନ୍ୟ ବିଭିନ୍ନତାକୁ ନେଇ ବିଭିନ୍ନ ପ୍ରକାର ଜୀବମାନଙ୍କର ଏକତ୍ର ସହାବସ୍ଥାନକୁ ଜୈବ ବିବିଧତା କୁହାଯାଏ।
हते भी आम ए कौन जान मैंने जेकोसी प्राकृतिक परिवेश प्रकृतिर अन्य विभिन्नता माने अलग अलग नहीं विभिन्न प्रकार जीव मानक एक माने गोटे जगार गोटे एकत्रित करवा प्रक्रिया को आम कह जैव विविधता बा जीव जगतर विविधता कहवा पृथ्वी प्रत्येक प्राकृतिक परिवेश यथा जंगल पहाड़ पर्वत नदी ह्रद समुद्र मरुभूमि इत्यादि पूर्ण मात्रा होता है जीव जगत विविधता पूर्ण मात्रा परिलक्षित हो जाए परिवेश पार्थक्य हेतु गोटे प्राकृतिक परिवेश देखा जाता जीव गोष्ठीर भिन्नता विभिन्नता अन्य प्राकृतिक परिवेश जीव गोष्ठी ठारू भिन्न पृथ्वीर समस्त प्राकृतिक परिवेश को एकाठी नहीं विचार कले जीव जगतर विविधता जी अन्य केतेक व्यापक बा अनुमेय अलग थी पृथ्वी पृष्ठरे आज जो जैव विभिन्नता और जीव जगतर विभिन्न विविधता देखा जाइछि ताहा प्राकृतिक कोटि कोटि वर्ष जैव विवर्तन परिणत होता है ए समय पृथ्वी पृष्ठरे केवल जे अनेक नूतन जातिर जीव देखा देउछि ताहा नुहे बरं अनेक जातिर जीव मध्य विलुप्त हो जाती आमर क्रमवर्धित जनसंख्या सहित परिवेशर अवक्षय जीव विलुप्त मूल कारण होइतिबा मने हुए प्राय 15 लाख रु अधिक जातिर जीव थिबार अनुमान करे माने 15 लाख रु अधिक जीव आम पृथ्वी रे रहिसंती किंतु सेमानक मध्य अनेक चिन्हित कर किंतु सेमानक मध्य अदा चिन्हि जा नहीं चिन्हबार माने बाहरी छि कि नहीं जाने होनी जीव मानकर संबंध अधिक तथ्य जानबा कहले सेमानकर मध्य सामंजस्य और पार्थक्य को विचार करी श्रेणी विभाग करा जाए जीव मानक जानबार तार शरीर आकार तार सामंजस्य तार पार्थक्य कौन अच्छी से लगी वैज्ञानिक मैं पद व्यवहार करिसंती से पद द्वारा आम जीव को चिन्हि पारुछे आ गोटे जीव यहाँ गोटे तार जातीय अलग अच्छी बोलकर आम जापारे वैज्ञानिक भाषा यह पद्धति को टाक्सोनोमी कहुए जेन भाषा आम मनीष पशु मान अलग अलग चिन्हि पार्चु सेटा को आम वैज्ञानिक भाषा साइंटिफिक्स कहला ना वैज्ञानिक भाषा कहले टाक्सोनोमी कहवा बा सिस्टेमैटिक्स बा टाक्सोनोमी बा सिस्टेमैटिक कह जाए श्रेणी विभाग द्वारा विभिन्न जीव को चिन्हवा सहज हुए देख अलग अलग कले आम जापर जे केन श्रेणी जीव कौन कौना कौन खाए ताहा तो जानी जीव ना जैव विविधता संबंध में अधिक तथ्य मिले जैव विविधता माने जैवर विभिन्नता गोटे जीवर विभिन्नता भितर अधिक से सिस्टेमैटिक द्वारा आम जापर जीव मानकर मध्य थिबा परस्पर संबंध माने निजर इंटर रिलेशन थाए ना ताको जे कथा तार कथा जानी हबो विभिन्न भौगोलिक अंचल जीव मानक विस्तार विषय ज्ञान बढ़े यह व्यतीत परिवेश विज्ञान इकोलॉजी कृषि विज्ञान और जनस्वास्थ्य संबंधी अध्ययन गवेषणा परिचालना और प्रयोग इत्यादि जीव मानक चिन्हित तथा श्रेणी विभाग बिना संभव हो न था अतः आस यही जीव मानक चिन्हित तथा श्रेणी विभाग विषय आलोचना करवा वैज्ञानिक नामकरण मौलिक प्रसंग बेसिक्स इन साइंटिफिक्स नेमिंग माने स्वीडेन रो सुनामधन्य वैज्ञानिक कैरोलेस लिनियंस उद्भिद प्राणी मानकर आधुनिक वैज्ञानिक नामकरण श्रेणी विभाग पद्धति जनक बोली कहुए बोले पिला माने तुमके क्वेश्चन देदेवा जे श्रेणी विभाग पद्धतिर जनक किए माने स्वीडेन रो सुनामधन्य वैज्ञानिक कैरोलेस लिनियस ता कहवा है यही पद्धति को से सिस्टेमा नेचर नामक पुस्तक प्रथमे उपस्थापन करथिले माने यही पद्धति को से सिस्टेमा नेचर नामक पुस्तक उपस्थापन करथिले बा लिखिथिले इटा जे किए लिखिथिले से होचंती कैरोलेस लिनियंस का द्वारा उपस्थापित प्राय समस्त नियम आंतर्जातीय जैविक नामकरण
सॉरी पिलामाने ठीक वेट कर कौन हो इंटरनेट को भी हाँ चल पिलामाने आम आसीगले कौटी थे हाँ देख लिनियंस द्वारा उपस्थापित प्राय समान नियम आंतर्जातिक माने इंटरनेशनल लेवल जिनटा नियम माने काम करूला कहुला इंटरनेशनल कोड ऑफ बायोलॉजिकल नोमेनक्लेचर बा बेले बेले पचारि जे आईसीबीएन रो फुल फॉर्म काना बेले तुम काना देबो इंटरनेशनल कोड ऑफ बायोलॉजिकल नोमेनक्लेचर इस श्रेणी विभाग पद्धति अनुसार सबुठार क्षुद्रतम विभाग को जाति बोली कहुए माने सबुठार छोट जिन पद्धति थाए ना सेटा को कहवा क्षुद्रतम विभाग को आम कहवा जाति बोली कर इंग्राजी स्पेसीज कौन सी एक जातिर अंतर्भुक्त समस्त जीव सर्वोच्च भाव एकापरी आग काल जीव जगत रे श्रेणी विभाग मुख्यतः बाल्य लक्षण कथा विचार करा जाउथिला माने छोट बेल लक्षण को विचार करा जाउथिला किंतु आधुनिक श्रेणी विभाग पद्धति जीवर बाह्य लक्षण सहित तार शरीर क्रिया कोश विज्ञान और भ्रूण तत्व इत्यादि विषय को विचार को निया जाय थाए एक बा एकाधिक जाति नहीं गोटे प्रजाति गठित बोले कौन कहवा एक बा एकाधिक जाति मिसिक गोटे प्रजाति हेबा ताकू आम जेनस माने प्रजाति को जेनस इंग्लीश रे कह जाए उदाहरण स्वरूप सिंह बाघ कलारा पत्रिया और बाघ बिराड़ी ए समस्त बिराड़ी जातीय प्राणी फेलिस प्रजातिर अंतर्भुक्त माने कोई रे पे आमे मणिष को जातिर माने को आमे को कैटेगरी रे जाऊ वैज्ञानिक नाम कौन यह तो है सिंह बाघ कलार पतिया बाघ बिराड़ी और ए समस्त बिराड़ी जातीय प्राणी को आमे कौन कहबा फेलिस प्रजाति से वैज्ञानिक नाम यथाक्रमे फेलिस लियो फेलिस टाइग्रिस फेलिस पाउडर्स फेलिस डोमेस्टिक्स सेहीपरि बरगछर फाइकस बेंगालेंसिस सॉरी अर्थात औषध गछर काଣା पिले औषध गछर हैला औषध गछर तुमर हैला नाम होची फाइकस रिलीजियोसा माने औषध गछर तार वैज्ञानिक नाम होची फाइकस रिलीजियोसा मणिषर वैज्ञानिक नाम होची होमो सापियन बुझिला ना मणिषर वैज्ञानिक नाम कौन होची होमो सापियन लिनियंक प्रवर्तित द्विपद नामकरण पद्धति को बाइनोमियल नोमेनक्लेचर कहुए माने जिनटा कैरेलियस लिनियंस का जिन द्वारा प्रवर्तित होता द्विपद नामकरण पद्धति को बाइनोमियल नोमेनक्लेचर बोली कहुए पूर्वर दिया जाइथिबा उदाहरण गुडी को देखिले जना जीव जे प्रत्येक नाम दुई पद विशिष्ट एक दुईटी पद मध्यरु प्रत्येक पदटी प्रजाति और द्वितीय पदटी जाति को बुझाए प्रजातिर वैज्ञानिक नामटी लाटिन शब्द आनीत माने प्रजातिर वैज्ञानिक नाम है लाटिन शब्द आना जाइछि किंतु जाति सूचक नामटी साधारण उक्त जातिटीर वासस्थान अथवा जीवटी विषय प्राथमिक वर्णना देइथाय वैज्ञानिक नाम किंबा जीवर शारीरिक विशेषता उपरे पर्यवसित करा जाए द्विपदी नाम गुडी को इंग्राजी अक्षर रे लिखिला बेले प्रजाति और जाति पदर तले पृथक भाव में रेखांकित करने को पड़े किंबा प्राथमिक इटालीय हस्तलिपि भली ब्रज अक्षर रे इटालिस लिखा जाए पुणी प्रजातिर प्रथम अक्षरटी बड़ लिपि होता है कैपिटल लेटर जोटा प्रजातिर लिखा जाए सेटा बड़ अक्षर होइतिबा दरकार जेमिति होमो सापियन लिखा जाए सारण देखिबा बेसिक क्लासिफिकेशन माने श्रेणी विभाग आधार रे बहु पुरातन काल में जो मानकर श्रेणी विभाग को नहीं विभिन्न प्रचेषा चली अच्छी ख्रीष्टपूर्व चतुर्थ शताब्दी माने ग्रीक दार्शनिक आरिस्टाटल प्राणी मानकर वासस्थान मुख्यतः जलस्थल और वायु को विधि कर श्रेणी विभाग करथिले किंतु से श्रेणी भूल धारणा पर आधारित थिला माने
ପିଲାମାନେ ତମକୁ କୋଶ୍ଚିନ୍ ଜିତବ ଶ୍ରେଣୀ ବିଭାଗର ଆଧାର କିଏ କରିଥିଲେ ମାନେ କହିବ ଆରିଷ୍ଟେଟର ହେଲା। ଉଦାହରଣ ସ୍ୱରୂପ ସମୁଦ୍ରରେ ପ୍ରବାଳ, ଆକ୍ଟୋପସ୍, ସମୁଦ୍ର ତାରା ଇତ୍ୟାଦି ହେଲା। ଯେମିତି ଏମାନଙ୍କ ସମସ୍ତେ ପରିସ୍ଥା ମାନେ ହେବିଟେଟ୍ ଦୃଷ୍ଟିରୁ ଜଳଚର, କିନ୍ତୁ ସମାନ ପରିସଂସ୍ଥା ବ୍ୟତୀତ ଏମାନଙ୍କଠାରେ ଅନ୍ୟାନ୍ୟ ସାମଞ୍ଜସ୍ୟ ଅତି କମ୍। ତେଣୁ କେବଳ ପରିସଂସ୍ଥା ଉପରେ ନିର୍ଭର କରି ଜୀବଜଗତରେ ଗୋଷ୍ଠୀ ବିଭକ୍ତ କରିବା ଠିକ୍ ହେବ ନାହିଁ। ଏଥିରୁ ଜାଣିଲ କେଉଁ ନିର୍ଦ୍ଦିଷ୍ଟ ଆଧାର ବା ଲକ୍ଷଣ ଗୁଡ଼ିକୁ ନେଇ ଶ୍ରେଣୀ ବିଭାଗ କରାଯିବ ତାହା ସ୍ଥିର କରିବାର ଆବଶ୍ୟକତା ପଡ଼ିଲା। ନିର୍ଦ୍ଦିଷ୍ଟ ଆକାର ବା ଲକ୍ଷଣର ଅର୍ଥ କ'ଣ? ଜୀବଜଗତର ଶ୍ରେଣୀ ବିଭାଗ କରଣ ସମୟରେ ଜୀବ ଗୋଷ୍ଠୀ ମଧ୍ୟରେ ରହିଥିବା ସେମାନଙ୍କ ଆକାର, ବ୍ୟବହାର, ପ୍ରକୃତି, ଶାରୀର ଗଠନ ଯେକୌଣସି ବି ସମାନତା ଥାଏ ତାକୁ ପୃଥକ୍ କରିବା ଲକ୍ଷଣକୁ ଆମେ କ'ଣ କରାଯିବ ଗ୍ରହଣ କରିବା। ଏହି ଲକ୍ଷଣ ଗୁଡ଼ିକୁ ଜୀବର ଗୋଟିଏ ଲେଖା ନିର୍ଦ୍ଦିଷ୍ଟ ଗୁଣ କୁହାଯାଏ। ତାର ଜୀବର ଗୋଟେ ନିର୍ଦ୍ଦିଷ୍ଟ ଗୁଣ କହିବା। ଯେପରିକି ମନୁଷ୍ୟ ଶରୀରରେ ଲୋମ ଯୁକ୍ତ ହୋଇଥିଲା ବେଳେ ମାଛର ଶରୀରରେ କାତି ହୋଇଥାଏ। ମଣିଷ ଜାଗାରେ ଲୋମ ଅଛି ନା, କିନ୍ତୁ ମାଛ ଜାଗାରେ କାତି ରହିଥାଏ। ତାହା ହେଲା ପୃଥକ୍। କେତେକ ଜୀବଗୋଷ୍ଠୀ ଶ୍ରେଣୀ ବିଭାଗ ବେଳେ କେଉଁ ଲକ୍ଷଣ ପ୍ରାଧାନ୍ୟ କେତେ ଅଧିକ ତାହା ଜାଣିବା ଆବଶ୍ୟକ। ଏଠାରେ ଗୋଟିଏ ପଥରର ତିଆରି କାନ୍ଥର କଥା ବିଚାର କରାଯାଉ। ଆମେ ଜାଣୁ ଯେ କାନ୍ଥଟିଏ ତିଆରି ପାଇଁ ବିଭିନ୍ନ ପ୍ରକାର ପଥର, ଇଟା ଆଦି ବ୍ୟବହାର କରାଯାଏ। କାନ୍ଥର ଅଗ୍ରଭାଗରେ କିପରି ଆମେ ପଥର ଇଟା ବ୍ୟବହାର କରାଯିବ ତାହା କାନ୍ଥରେ ତଳଭାଗରେ ବ୍ୟବହାର କରୁଥିବା ପଥରର ଆକାରକୁ ପ୍ରଭାବିତ କରିନଥାଏ, କିନ୍ତୁ ତଳଭାଗରେ ବ୍ୟବହୃତ ପଥର ଆକାର କାନ୍ଥର ଉପରେ ବିଭାଗରେ ଯେନ୍ଟା ଡିପେଣ୍ଡ କରସି। ଉପରୋକ୍ତ ଉଦାହରଣ କାନ୍ଥର ତଳ ଭାଗର ବ୍ୟବହୃତ ପଥର ସ୍ତରର ଏକ ବିଶେଷ ଲକ୍ଷଣ। ସେଥିର୍ଲାଗି କହିଲେ ଆମେ ଯେଉଁ ଇଟାକେ ସାଇଜ୍ ଆକାରରେ ମାନେ ତଲେ ବଡ଼ କରିଦେବା, ଉପରେ ତଲେ ଛୋଟ କରିଦେବା ଆଉ ଉପରେ ବଡ଼ କରିପାରିବା କି ନାହିଁ ନା। ମାନେ ତଲେ ବଡ଼ ଥିଲେ ମାନେ ଉପରକୁ ଯାଇପାରିବ, ମାନେ ସମାନ ଆକାରରେ ଆମେ ଯେନ୍ଟା ଗଢ଼ିଲେ ସେଇଟା କହିବା ଆମେ ଗୋଟେ ଷ୍ଟ୍ରକ୍ଚର ବା ଗଠନମୂଳକ ହେଲା ନା। ଚାଲନ୍ତୁ ଏହି ଧାରାରେ ଆମେ ଲକ୍ଷଣ ସ୍ତର ଓ ପରସ୍ପର ସମ୍ବନ୍ଧିତ ଲକ୍ଷଣକୁ ବ୍ୟବହାର କରି ଜୀବମାନଙ୍କର ଶ୍ରେଣୀ ବିଭାଗ କରିପାରିବା। ଏହି ଲକ୍ଷଣ ଗୁଡ଼ିକ ଦେଖିବା ମାନେ ସମାନର ତା'ର ପାର୍ଥକ୍ୟ କ'ଣ ଅଛି, ତା'ର ସାମଞ୍ଜସ୍ୟ କ'ଣ ଅଛି ଦେଖିଲେ ଆମେ କହିବୁ ଯେ ସେଟା ଭିନ୍ନ ଲକ୍ଷଣକୁ ଆମେ ଶ୍ରେଣୀ ବିଭାଗ କରିପାରିବା। ଗୋଟେ ବାଘ ଗୋଟିଏ ପ୍ରଜାତି, ମଣିଷ ଗୋଟିଏ ପ୍ରକାର, ଛେଳି ଏମିତି ହେବ ନା। ଏବେ ଆସିବ ସୁନେଷ୍ଟିୟ କୋଷରେ କୋଷ ଅଙ୍ଗିକା ଓ ନ୍ୟଷ୍ଟି ଥାଏ। ମାନେ ପିଲାମାନେ କହିବ ସୁନେଷ୍ଟିୟ ଯାହା ପାଖରେ ନ୍ୟଷ୍ଟି ଅଛି, ସୁନେଷ୍ଟିୟ କୋଷ ଅଙ୍ଗିକା ଓ ନ୍ୟଷ୍ଟି ଥାଏ। ମାନେ କୋଷ ଅଙ୍ଗିକା ଥିବ ସୁନେଷ୍ଟିରେ ଆର ନ୍ୟଷ୍ଟି ମଧ୍ୟ ଥାଏ, ଯାହାଦ୍ୱାରା ବହୁକୋଷୀ ଜୀବ ମାନଙ୍କର ବିଭିନ୍ନ କୋଷୀୟ ପ୍ରକ୍ରିୟା ଅଲଗା ଭଲ ଭାବେ କାର୍ଯ୍ୟ କରିପାରେ। ପିଲାମାନେ ପ୍ରାକ୍-ନ୍ୟଷ୍ଟିୟ କୋଷରେ ଏକ ସଂଗଠିତ ନ୍ୟଷ୍ଟି ନଥାଏ। ପ୍ରାକ୍-ନ୍ୟଷ୍ଟିୟରେ ନ୍ୟଷ୍ଟି ନଥାଏ ଏବଂ ସେହି କୋଷର ବିଭିନ୍ନ ପ୍ରକ୍ରିୟାଗୁଡ଼ିକ ସୁନେଷ୍ଟିୟ କୋଷ ଗୁଡ଼ିକର ଅଲଗା ଭାବରେ କାର୍ଯ୍ୟ କରେ। ସୁନେଷ୍ଟିରୁ ତା'ର ଅଲଗା କାର୍ଯ୍ୟ କରେ। ଏହି ନ୍ୟଷ୍ଟି ବିଶିଷ୍ଟ କୋଷ ପରବର୍ତ୍ତୀ ସମୟରେ ବହୁ କୋଷରେ ବିଭକ୍ତ ହୋଇ ବିଶେଷ କାର୍ଯ୍ୟ କରିପାରନ୍ତି। ତେଣୁ ନ୍ୟଷ୍ଟିଯୁକ୍ତ କୋଷ ସୁସଂଗଠିତ ଜୀବଜଗତରେ ଶ୍ରେଣୀ ବିଭାଗରେ ଏକ ବିଶେଷ ଲକ୍ଷଣ ଭାବେ କାର୍ଯ୍ୟ କରିଥାଏ। ଜୀବ ଶରୀରରେ କୋଷ ଗୁଡ଼ିକ ଅଲଗା ରହି ଅଥବା ଏକାଠି ରହି ଏକ ଅବିଭାଜିତ ଗୋଷ୍ଠୀ ରୂପେ କାର୍ଯ୍ୟ କରିଥାନ୍ତି। ଅନେକ କୋଷ ଯେତେବେଳେ ଏକାଠି ହୋଇ ଗୋଟିଏ ଜୀବ ଗଠନ କରନ୍ତି, ସେତେବେଳେ ସେମାନଙ୍କଠାରେ ଶ୍ରମ ବିଭାଜନର ନୀତିଟିଏ କାର୍ଯ୍ୟ କରିଥାଏ। ସେହିପରି ସ୍ଥଳରେ ଶରୀରର ସମସ୍ତ କୋଷ ଏକ ପ୍ରକାର ନ ହୋଇ ଅଲଗା ଆକାର ଓ କାର୍ଯ୍ୟ କରିଥାନ୍ତି। ଜୀବ ଗଠନ ପରିକଳ୍ପନାକୁ ନେଇ ଏହା ଏକ ମୂଳ ପାର୍ଥକ୍ୟ ଦେଖାଯାଏ। ଏମୋଡ଼ା ଓ କୃମିର ଶରୀର ଗଠନ ଥିବା ବିଭିନ୍ନତା ଏହାର ପ୍ରମୁଖ ଉଦାହରଣ। ଏଥିର ଏମୋବା ଏକ ଏକକୋଷୀ ପ୍ରାଣୀ, ଏମିବା ଗୋଟିଏ ଏକକୋଷୀ ପ୍ରାଣୀ, କୃମି ଏକ ବହୁକୋଷୀ ପ୍ରାଣୀ। ମାନେ କୃମି ହେଉଛି ବହୁକୋଷୀ ପ୍ରାଣୀ।
ସମସ୍ତ ଜୀବ ଆଲୋକ ସଂଶ୍ଳେଷଣ ପ୍ରକ୍ରିୟା ଦ୍ୱାରା ନିଜର ଖାଦ୍ୟ ନିଜର ପ୍ରସ୍ତୁତି କରି ମାନେ ଆଲୋକ ଦ୍ୱାରା ଯେନ୍ ଉଦ୍ଭିଦ ମାନେ ଖାଦ୍ୟ ପ୍ରସ୍ତୁତ କରନ୍ତି ଯେନ୍ଟା କଲୁବା ଉଦ୍ଭିଦ ଆଦି କେତେକ ଜୀବ ନିଜ ଶରୀରର ଖାଦ୍ୟ ପ୍ରସ୍ତୁତି କରି ପାରୁଥିବା ବେଳେ ପ୍ରାଣୀମାନେ ଅନ୍ୟଠାର ଖାଦ୍ୟ ଗ୍ରହଣ କରିପାର ବଳି ମାନେ ପିଲାମାନେ କହିବ ପରଭୋଜି ଆରୁ ମାନେ ସ୍ୱଭୋଜି କହିପାରିବ ନା ହଁ ଏହା ତ କହିପାର ପରଭୋଜି ମାନେ ଯେନ୍ଟା ଆମେ ହେନୁ ପରଭୋଜି ମାନେ ସ୍ୱଭୋଜି ଯେନ୍ଟା ଉଦ୍ଭିଦ ମାନେ ପ୍ରାଣୀମାନଙ୍କ ଶରୀର କିପରି ଭାବରେ ବିକାଶ ହୋଇ ବିଭିନ୍ନ ଅଙ୍ଗ ପ୍ରତ୍ୟଙ୍ଗରେ ବିଭକ୍ତ ହୋଇଅଛି ଏବଂ ଭିନ୍ନ ଭିନ୍ନ କାର୍ଯ୍ୟ ପାଇଁ ସେମାନଙ୍କ ରହିଥିବା ବିଶେଷ ଅଙ୍ଗ ଗୁଡ଼ିକ କ'ଣ ତାହା ଅନୁଧ୍ୟାନ କର। ଶ୍ରେଣୀ ବିଭାଗର ପଦାନୁକ୍ରମ ପୂର୍ବରୁ ଆଲୋଚନା କରାଯାଇଛି ଯେ ଏକ ବା ଏକାଧିକ ଜାତିର ସମାହାରରେ ଗୋଟିଏ ପ୍ରଜାତି ଗଠିତ ହୋଇଥାଏ। ଏକ ବା ଏକାଧିକ ଜାତି ମିଶି ଗୋଟିଏ ପ୍ରଜାତି ସୃଷ୍ଟି ହୋଇଥାଏ। ବୁଝିଲ ଆରୁ କ'ଣ ଏକ ବା ଏକାଧିକ ପ୍ରଜାତି ମିଶିଲା ବେଳେ ତ ହେଉଛି ନା ସମ୍ବଲପୁରରେ ତ ଜାଣିଛ ସମାନ କଥା ସେହିପରି ଏକ ବା ଏକାଧିକ ପ୍ରଜାତିର ସମାହାରରେ ଗୋଟିଏ ବଂଶ ସେହିପରି ମାନେ ପ୍ରଜାତି ମାନେ ଏକ ବା ଏକାଧିକ ପ୍ରଜାତି ମିଶିକରି ଗୋଟିଏ ବଂଶ ହେବ ଗୋଟିଏ ଫ୍ୟାମିଲି ହେବ। ଏହାକୁ ବଂଶର ସମାହାର ଗୋଟିଏ ବର୍ଗ ଏବଂ ଏହା ଅଧିକ ବର୍ଗର ସମାହାରରେ ଗୋଟିଏ ଶ୍ରେଣୀ। ଗୋଟିଏ ବର୍ଗ ହେଲା ମାନେ ବଂଶ ଅଧିକ ହେଲା ବେଲେ ଆମେ କହିବା ଶ୍ରେଣୀ ବା କ୍ଲାସ୍। ପିଲାମାନେ ତମେ କ୍ଲାସ୍ରେ ପଢ଼ୁଛ ମାନେ ଅଧିକା ପିଲା ଅଛନ୍ ନା ସେଥିଲାଗି ତୁମର ହେଇଗଲା କ୍ଲାସ୍। କମ୍ ଅଛ ମାନେ ତୁମର ଫ୍ୟାମିଲି ହେଇଗଲା ଗୋଟେ ବଂଶ ତୁମର ନିଜର ବାପା ମାଆ ଭାଇ ଭଉଣୀ ଯଦି ଅଛନ୍ତି ହେଲା। ସେହିପରି କେତେକ ଶ୍ରେଣୀର ପର୍ବ ଓ ବିଭିନ୍ନ ପର୍ବର ସମାହାରରେ ପ୍ରାଣୀ ଜଗତ ଓ ଉଦ୍ଭିଦ ଜଗତ ଗଠିତ ହୋଇଥାଏ। ସେହି ଶ୍ରେଣୀ ବିଭାଗ ଦ୍ୱାରା ବିଭିନ୍ନ ପର୍ବର ସମାହାର ପ୍ରାଣୀ ଜଗତ ଉଦ୍ଭିଦ ଜଗତ ନେଇ ଗଠିତ। କେତେକ ସ୍ଥଳରେ ପ୍ରଜାତିକୁ ଉପପ୍ରଜାତି ଓ ବଂଶକୁ ଉପବଂଶ ବର୍ଗକୁ ଉପବର୍ଗରେ ଶ୍ରେଣୀଭୁକ୍ତ କରାଯାଏ। ଜୀବଜଗତ ମାନେ ଲିଭିଂ କିଙ୍ଗଡମ୍ ପ୍ରାଣୀ ଜଗତରେ କେତେ ଦୁଇ ପ୍ରକାର ଅଛି ପ୍ରାଣୀ ଜଗତ ଉଦ୍ଭିଦ ଜଗତ ତାକୁ ଆମେ ଶ୍ରେଣୀ ବିଭାଗ କରିଛେ ପର୍ବ ଶ୍ରେଣୀ ବର୍ଗ ବଂଶ ପ୍ରଜାତି ଜାତି। ଜୀବଜଗତରେ ଶ୍ରେଣୀ ବିଭାଗର ପଦାନୁକ୍ରମ ଏହି ଶ୍ରେଣୀ ବିଭାଗରେ ଜାତିକୁ ଏକ ଭାବରେ ଗ୍ରହଣ କରାଯାଇଥାଏ। ସାଧାରଣତଃ ଶରୀର ଗଠନ ସମାନତା ସହିତ ଜନନ ପ୍ରକ୍ରିୟା ସମାନତାକୁ ନେଇ ଜାତି ଗଠନ ହୋଇଥାଏ। ପ୍ରଥମ ପର୍ଯ୍ୟାୟରେ ଶ୍ରେଣୀ ବିଭାଗ ବେଳେ ଜୀବଜଗତକୁ ମୁଖ୍ୟତଃ ଦୁଇ ଭାଗରେ ବିଭକ୍ତ କରାଯାଇଥିଲା ଯଥା ପ୍ରାଣୀ ଜଗତ ଉଦ୍ଭିଦ ଜଗତ। କିନ୍ତୁ ସମୟକ୍ରମେ ଦେଖାଗଲା ଯେ ଜୀବଜଗତର ଅନେକ ଜୀବକୁ ଉପରୋକ୍ତ ଦୁଇ ଭାଗରେ ରଖିବା ଠିକ୍ ହେଉନାହିଁ। ପରବର୍ତ୍ତୀ ସମୟରେ 1844 ମସିହାରେ ହେକେଲ୍ସ ନାମକ ଜର୍ମାନୀର ଜଣେ ପ୍ରାଣୀ ବୈଜ୍ଞାନିକ ଏକକୋଷୀ ଜୀବମାନଙ୍କୁ ପ୍ରୋଟିଷ୍ଟା ନାମକ ଅନ୍ୟ ଏକ ଭାଗରେ ବିଭକ୍ତ କଲେ। ମାନେ ପହିଲା ଥିଲା ପ୍ରାଣୀ ଜଗତ ଥିଲା ପରେ ଉଦ୍ଭିଦ ଜଗତ କିନ୍ତୁ 1844 ମସିହାରେ ଜର୍ମାନୀର ଜଣେ ପ୍ରାଣୀ ବୈଜ୍ଞାନିକ ଏକକୋଷୀ ଜୀବମାନଙ୍କୁ ପ୍ରୋଟିଷ୍ଟାମାନଙ୍କୁ ଏକ ନାମକରଣ କଲେ ଏବଂ ଏହାକୁ ଅନ୍ୟ ଏକ ଶ୍ରେଣୀରେ ଶ୍ରେଣୀଭୁକ୍ତ କଲେ। ତାପରେ ହେଇଗଲା ତିନି ଜଗତ ଶ୍ରେଣୀ ବିଭାଗ। ତାପରେ ପୁଣି ରବର୍ଟ ହୁଇଟାକାର ମାନେ 1959 ମସିହାରେ 1959 ସମୟରେ ଆଉ ଦୁଇଟି ଜୀବଜଗତ ଯଥା ମେନୁରା ଓ ପଞ୍ଜାଇନ୍ ଦେଖ ପହିଲା ପ୍ରାଣୀ ଜଗତ ଥିଲା ଉଦ୍ଭିଦ ଜଗତ ଥିଲା ତାପରେ ଆସିଲା କ'ଣ ଆସିଲା ପ୍ରୋଟିଷ୍ଟା କିନ୍ତୁ ଆର ପରେ ଆଉ କିଏ ରବର୍ଟ ହୁଇଟାକାର 1959 ମସିହାରେ ସେ ଆର ଦୁଇଟି ଜୀବଜଗତ ଉଦ୍ଭାବନ କଲେ। ତାର ନାଁ କ'ଣ ଦେଇଥିଲେ ମନେରା ଓ ପଞ୍ଜାଇନ୍ ଯଥାକ୍ରମେ ବ୍ୟାକ୍ଟେରିଆ ପଞ୍ଜାଇନ୍ ବା କବକ ନାମକୁ ସ୍ଥାନ ଦେଇ ପଞ୍ଚଜଗତ ବିଶିଷ୍ଟ ଶ୍ରେଣୀ ବିଭାଗର ମତ ଦେଇଥିଲେ। ବର୍ତ୍ତମାନ କେତେଟା
जीव श्रेणी विभाग अच्छी पिले 5टी ତାହା ହେଲା ଦେଖ ଜୀବର ଦେଖ ପ୍ରାକ୍ ନେଷ୍ଟିଭ୍ ପ୍ରୋକ୍ରିୟଟ୍ସ ସୁନେଷ୍ଟିକ୍ ୟୁକାରିଓଟ୍ ବି କୁହାଯାଏ। ପ୍ରାକ୍ ନେଷ୍ଟିରେ ଏକକୋଷୀ ମେନେରା ଥାଏ। ସୁନେଷ୍ଟିରେ ଏକକୋଷୀ ବହୁକୋଷୀ ମାନେ ଏକକୋଷୀରେ ପ୍ରତିଷ୍ଠା ବହୁକୋଷୀରେ କୋଷୀ ଭିତ୍ତିକ ବିହୀନ ଏନିମିଲିଆ। ଡାଇଗ୍ରାମ ଟିକେ ଭଲସେ ଦେଖ ତମ ବହିରେ ଅଛି କୋଷ ବିଶିଷ୍ଟ। ଏ ଡାଇଗ୍ରାମଟିକୁ ତମେ ବହିରେ ଦେଖିଦେବ ହେଲା। ମନେରା ଏବେ ଆମେ ଚାଲ ଡିସ୍କସ୍ କରିବା। ପିଲାମାନେ ଏତିକି ରୁହନ୍ତୁ, ସେକେଣ୍ଡ ପାର୍ଟଟା ଆସିବ ଆଉ ଗୋଟେ କ୍ଲାସ୍ରେ ଆମେ ସରେଇଦେବା।